ପିଲାମାନେ ଆଜିର ଏହି କ୍ଲାସରେ ଆମେ ଏକ ଗଲା ଶିକାର କରି କବିତାଟିକୁ ଆମେ ପଢ଼ିବା। ଏକ ଗଲା ଶିକାର କରି ଦୁଇ ଥିଲା ସାଥେ, ତିନି ତାଙ୍କ ପଛରେ ଗଲା ବାଘ ଦେଖିଲା ବାଟେ। ଚାରି ଚଢ଼ିଲା ଆମ୍ବ ଗଛରେ ପାଞ୍ଚ ପଡ଼ିଲା ତଳେ, ଛଅ ଦେଖିଣ ହସୁଥିଲା ଦୋଳି ଖେଳିନ ଡାଳେ। ସାତ ନାଚିଲା ଘୁଙ୍ଗୁର ପିନ୍ଧି ଆଠ ଗାଇଲା ଗୀତ, ନ ଚାଲିଲା ନୌକା ଧରି ଦଶ ମାରିଲା କାତ। ବୁଝିପାରିଲ ନା ବୁଝିପାରିଲନି? ମୁଁ ଆଉଥରେ ପଢ଼ୁଛି ଦେଖ। ଏକ ଗଲା ଶିକାର କରି ଦୁଇ ଥିଲା ସାଥେ। ଏକ କେଉଁଠି ଗଲା ନା ଶିକାର କରି ଦୁଇ ତା ପାଖରେ ଥିଲା ମାନେ ସାଥେ। ତିନି ତାଙ୍କ ପଛରେ ଗଲା ବାଘ ଦେଖିଲା ବାଟେ। ତିନି କ'ଣ କଲା ନା ଏକ ଦୁଇ ପଛରେ ଗଲା, ବାଟରେ କ'ଣ ଦେଖିଲା ବାଘକୁ ଦେଖିଲା। ଚାରି ଚଢ଼ିଲା ଆମ୍ବ ଗଛରେ ପାଞ୍ଚ ପଡ଼ିଲା ତଳେ। ଚାରି କ'ଣ କଲା ନା ଆମ୍ବ ଗଛରେ ଚଢ଼ିଲା, ପାଞ୍ଚ ତଳକୁ ପଡ଼ିଗଲା। ତଳେ ମାନେ ଆମ୍ବ ଗଛ ତଳକୁ ପଡ଼ିଗଲା। ଛଅ ଦେଖିଣ ହସୁଥିଲା ଦୋଳି ଖେଳିନ ଡାଳେ। ଛଅ କ'ଣ କରୁଥିଲା ନା ଡାଳରେ ଦୋଳି ଖେଳୁଥିଲା, ଯେତେବେଳେ ପାଞ୍ଚ ତଳକୁ ଗଳି ପଡ଼ିଲା ଦେଖିକିରି ହସିଲା। ସାତ ନାଚିଲା ଘୁଙ୍ଗୁର ପିନ୍ଧି ଆଠ ଗାଇଲା ଗୀତ। ସାତ କ'ଣ କଲା ନା ଘୁଙ୍ଗୁର ପିନ୍ଧିକି ନାଚିଲା, ଆଠ ସେଠୁ ଗୀତ ଗାଇଲା। ନ ଚାଲିଲା ନୌକା ଧରି ଦଶ ମାରିଲା କାତ। ନ କ'ଣ କଲା ନା ନୌକା ମାନେ ଡଙ୍ଗା ଧରିକି ଚାଲିଲା, ଦଶ ସେଠୁ କାତ ମାରିଲା। ବୁଝିପାରିଲା ବୁଝିପାରିଲନି? ତାହେଲେ ସମତାନ ଶବ୍ଦ ସବୁ କ'ଣ କ'ଣ ସବୁ ଦେଖିବା। ତଳେ, ଡାଳେ, ଶେଷରେ ଳେ ଶୁଭିଲା, ଏକା ଶୁଭୁଛି ନା ଶୁଭୁନି? ଗୀତ, କାତ, ତ ଶୁଭୁଛି ଶେଷରେ। ସାଥେ, ବାଟେ, ଏ ଶୁଭୁଛି। ଚଢ଼ିଲା, ଆସିଲା, ଲା ଶୁଭିଲା। ମାନେ ଏକା ସାଉଣ୍ଡ ଆସିଥିବ ଶେଷରେ, ସେ ହେଉଛି ସମତାନ ଶବ୍ଦ। ବୁଝିପାରୁଛ ନା ବୁଝିପାରୁନ?